सज्जित रंगमंच चतुर्पार्श्वे बसी अपलक नयन नाट्यभिनयर प्रतीक्षारत दर्शक मानक मोर कोटि कोटि प्रणाम। नाम होछि अनामिका और मो काम होछि खलनायिका। प्रथमे दर्शक बंधुक पई किछि मनोरंजन करिबा। बयस बड़ी बड़ी जाउछि जवानी पूरी पूरी आसुछि। बयस बड़ी बड़ी जाउछि जवानी पूरी पूरी आसुछि। हो जवानी पूरी पूरी आसुछि। प्रीति परस जुबा बयस प्रीति परस जुबा बयस प्रीति परस मन खोजुछि। बयस बड़ी बड़ी जाउछि जवानी पूरी पूरी आसुछि। कुंवर जीवन देखे जेते सपन कुंवर जीवन देखे जेते सपन उछुली पड़ुछि सुवन जवान। साथी बिना राती निद नहीं आसुछि। बयस बड़ी बड़ी जाउछि जवानी पूरी पूरी आसुछि। झिओ पूर्णांग यौवन नीति देखे नुआ सपन किंतु किंतु कही हुएनी बा सही हुएनी। मो जीवन डोरी परा भाई हस्तरे मु आज पर्यंत ए अनामिका भाई समस्त काम मु करी चली किंतु आज मो भाई आसबे ताहारी दिन कि मोहर दिन ठीक अच्छे मुझे अपेक्षा करी मो भाई को। हेलो अन्ना लो अनामिका आज कौन अभिमान करुचो? हाँ भाई मु अभिमान करिछि काहे कि ना आपण मते
ଆଉ କେତେ ଦିବା ସ୍ୱପ୍ନ ଦେଖାଇବ ସେଥିପାଇଁ ମୁଁ ଆପଣ ସତ କହୁଛ ନା ମିଛ କହୁଛ ମୁଁ କିଛି ବୁଝିପାରୁନି ଭାଇ। ଅନାମିକା ଓ ମାତା ପିତା 40 ଦିନ କଳା ଦିନ ଠାରୁ ମୁଁ ହେଉଛି ତୋ ପିତା ମାତା ଭାଇ। ଆଉ ତୋତେ ବାଲ୍ୟ କାଳରୁ ମୁଁ ତୋତେ ଧୀରେ ଧୀରେ ବଢ଼େଇ ଆଣୁଛି। ଆଉ ତୋର ଉପଯୁକ୍ତ ବର ମୁଁ ଖୋଜିବାକୁ ପଡ଼ିବ। ଏଇଆ ତ ମୁଁ ଭାବୁଛି ଭାଇ। ଅନ୍ନା କୁହନ୍ତୁ ଭାଇ କୁହନ୍ତୁ। ମୋ କଥା ଯଦି ମାନିବ ତାହେଲେ ନିଶ୍ଚୟ ତୋତେ ବରିଷ୍ଠ ଜମିଦାର ସହିତ ତୋତେ ବିବାହ କରାଇବି। ଅନ୍ନା ଆପଣ ଆପଣ ସତ କହୁଛ ଭାଇ? ଆପଣ ନିଶ୍ଚୟ ମୋ ବିବାହ ପ୍ରସ୍ତାବ ନେଇକି ଆସିଛ? ମୁଁ ନିଶ୍ଚୟ ବାଇକ୍ ରାୟ ସହିତ ତ ବିବାହ କରିବି ବୋଲି ଭାବିଛି। ତେବେ ତ ଠିକ ଅଛି ଭାଇ। କିନ୍ତୁ ଛଳନା ବିବାହ। କଣ କହୁଛ? ପୁଣି ଛଳନା? ଆରେ ଅନ୍ନା ତୁ ବୁଝିପାରୁନି। ହଁ ମୁଁ କେମିତି ବୁଝିବି ଭାଇ? ତା ସହିତରେ ପାଚା କାଟି ଖେଳିବାକୁ ପଡ଼ିବ। ଅନ୍ନା ସମସ୍ତ ଘର ଦ୍ୱାର ସମସ୍ତ ସମ୍ପତ୍ତିକୁ ବାଜି ରଖି ହାରିଦେବି ଲୋ। ତାପରେ କଣ ହେବ ଭାଇ? ଶେଷରେ ତତେ ମଧ୍ୟ ହାରିଦେବାକୁ ପଡ଼ିବ ଅନ୍ନା। ଏ କଣ କହୁଛ ଭାଇ? ମତେ ମଧ୍ୟ ହାରିଦେବ? ଦେଖ ଭାଇ ଆପଣଙ୍କ କଥାକୁ ମୁଁ କେମିତି ବିଶ୍ୱାସ କରିବି? ହଁ ମୁଁ ଦିନେ ଶୁଣିଥିଲି ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ପାଶା ଖେଳିଥିଲେ ଆଉ ପଞ୍ଚୁ ପାଣ୍ଡବ ହାରିଯାଇ ନିଜ ପତ୍ନୀ ଦ୍ରୌପଦୀକୁ ଥାଉରେ ରଖିଥିଲେ। କିନ୍ତୁ ଆଜି ଆପଣ ମୋ ପ୍ରତି ବିଚାର କରୁଛ କାହିଁକି ଭାଇ? ଅନ୍ନା ଯେମିତି ତୁ ସେହି ମହାଭାରତର ଯେଇ କଥା ତୁ ମୋ ପାଖରେ ପ୍ରକାଶ କଲୁ ସେମିତି ମୁଁ ତତେ ବାଜି ରଖି ହାରିଦେବି ଲୋ। ତାପରେ କଣ ହେବ ଭାଇ? ତା ପାଖରେ ସେଇ ବୁଢ଼ାଟିକୁ ପ୍ରେମ ଜାଲରେ ଫସାଇ ତୁ ହେଲୁ ରାଜ ରାଣୀ। ଦେଖ ଭାଇ ଆପଣ କହୁଛ ସେ ପଇକ୍ରାକୁ ମୁଁ ପ୍ରେମ ଜାଲରେ ଫସାଇ ପୁଣି ସେଇ ଘରର ମାଲିକାଣୀ ହେବି? ଏଇଆ ଆପଣ କହୁଛ? ସେଇଟା ହଉଛି ସମ୍ପୂର୍ଣ୍ଣ ଭାବରେ ଅନ୍ନା। ଏ ହେଉଛି ସମ୍ପୂର୍ଣ୍ଣ ଭାବରେ ଘୋର କଳିଯୁଗ। ଜାଣିଛୁ? ହଁ ମୁଁ ଜାଣିଗଲି। ନିଜ ଭାଇ ଭଉଣୀକି ପକାଇଥାନ୍ତା ସାଜିଛି ଗୋରକ ଧନ୍ଦା ଅନ୍ନା। କିନ୍ତୁ ଅନ୍ନା ଏ କଥା ଗୋପନରେ ରହିବ ଲୋ। ଆପଣ ଯାହା ଭାବି ଚିନ୍ତି ବିଚାର କରୁଛ ମୁଁ ଆପଣଙ୍କ କଥାରେ ନିଶ୍ଚୟ ମାନିବି। ଶୀଘ୍ର ଚାଲନ୍ତୁ ଭାଇ। ଦେଖ ମୁଁ ଯଦି ତତେ ସେହି ଘରର ମାଲିକାଣୀ ଯଦି ନିଶ୍ଚୟ କରିବି କିନ୍ତୁ ସାବଧାନ। ଆପଣ ଯେମିତି କରିବ ମୋ ନାରୀ ଜନ୍ମ ଉଦ୍ଧାର ହୋଇଯିବ। ଦେଖ ଚାଲନ୍ତୁ ଚାଲନ୍ତୁ। ତେବେ ମୁଁ ଅନ୍ନା ସେମିତି କରିବି। ଚାଲନ୍ତୁ। ହଁ।